Again, good evening. ସମସ୍ତଙ୍କୁ ମୋ ଭଏସ୍ କ୍ଲିୟର ଅଛି? Everything is clear? No issue? ସମସ୍ତଙ୍କୁ ଆଉଥରେ କ୍ୱେଶ୍ଚିନ୍ ଗୁଡ୍ ଇଭିନିଂ। ଦେଖ, ତ ଆଜିଠାରୁ ଆମେ ଆମର ଯୋଉ ସିଜିଏଲ ଓ ଡବଲ ଏସଏସସି ସିଜିଏଲ ର ଯୋଉ ବ୍ୟାଚ୍ ଥିଲା, ସେ ବ୍ୟାଚ୍ କୁ ଆମେ ଆଜିଠାରୁ ନ୍ୟୁଲି ଷ୍ଟାର୍ଟ କରୁଛୁ। ଆଜିର କ୍ଲାସରେ ମୁଁ ତୁମମାନଙ୍କ ସହିତ ଡିସ୍କସନ୍ କରିବି ଯେ ଆକ୍ଚୁଆଲି ପୋଷ୍ଟ କେବେ ଆସୁଛି, ଆଉ ପୋଷ୍ଟ ପାଇଁ ଆମେ କ'ଣ ପ୍ଲାନିଂ ରଖିବା ଦରକାର, ଆଉ ଆମ ଯୋଉ କ୍ଲାସ୍ କରିବା ଏ କ୍ଲାସ୍ର ପ୍ଲାନିଂ କ'ଣ ରହିବ, କେମିତି ପ୍ରିପାରେସନ୍ କରିବା, ଆଉ କୋଶ୍ଚିନ୍ର ଲେବୁଲ୍ କେମିତି ରହୁଛି, କୋଉ ଟାଇପ୍ର କୋଶ୍ଚିନ୍ ଆସେ। ଆଜିର କ୍ଲାସ୍ରେ ମୁଁ ତୁମକୁ ପ୍ରିଭିୟସ୍ ଇୟର କୋଶ୍ଚିନ୍ ସହିତ ମଧ୍ୟ ଡିସ୍କସନ୍ କରେଇବି ଯେ କ'ଣ ରହିବ। ଓକେ, ଆଇ ହୋପ୍ ସମସ୍ତଙ୍କୁ ମୋ ଭଏସ୍ କ୍ଲିୟର ହେଉଛି। ଆମ ଡିସ୍କସନ୍ ଷ୍ଟାର୍ଟ କରିବା। ଆଉ ମନେ ରଖ, ଗୋଟେ ଇମ୍ପୋର୍ଟାଣ୍ଟ ଡିସ୍କସନ୍ ରହିବ, ଆଉ ଏଇ ପ୍ଲାନିଂ ମୁତାବକ ହିଁ ଆମମାନଙ୍କର କ୍ଲାସ୍ କଣ୍ଟିନ୍ୟୁ ହବ। ଏଇ ପ୍ଲାନିଂ ମୁତାବକ ହିଁ ଆମେ ସବୁକିଛି ଆମେ ଷ୍ଟାର୍ଟ କରିବା। ଦେଖ, ପ୍ରଥମ କଥା ହେଉଛି ଯେ ବହୁତ ସାରା ପିଲାଙ୍କର ମାଇଣ୍ଡରେ ଗୋଟେ କ୍ୱେଶ୍ଚିନ୍ ଆସୁଛି ଯେ ସାର୍ ପୋଷ୍ଟ କେବେ ଆସିବ। ମୁଁ ତୁମକୁ ଗୋଟିଏ କଥା କହିଥିଲେ, ବର୍ତ୍ତମାନ ମାଇଣ୍ଡରୁ ହଟେଇ ଦିଅ ପୋଷ୍ଟ କେବେ ଆସିବ। କିନ୍ତୁ ପୋଷ୍ଟ ଆସିବାଟା କନଫର୍ମ। ଯଦି ଅକ୍ଟୋବର ନ ଆସୁଛି ନଭେମ୍ବର ଆସିବ, କିମ୍ବା ନଭେମ୍ବର ନ ଆସିଲେ ଡିସେମ୍ବର ଆସିବ। এই 2 ମାସର କଥା ନା, ଏ 2 ମାସ ଭିତରେ ତ ପୋଷ୍ଟ ଆସିବ। ତ ଯେତେବେଳେ ପୋଷ୍ଟ ଆସିବ, ଆମ ସାମ୍ନାରେ ଦୁଇଟି ଜିନିଷ ଆମେ ଫେସ୍ କରିବା। ପ୍ରିଲିମ୍ ଫେସ୍ କରିବା, ତା ସହିତ ମେନ୍କୁ ଫେସ୍ କରିବା। ମନେ ରଖ, ମୁଁ ତୁମକୁ ଗୋଟେ ଆଡଭାଇସ୍ ଦେବି ବା ସଜେସନ୍ ଦେବି। ଆମେ ବର୍ତ୍ତମାନ ପ୍ରିପାରେସନ୍ କରିବା କୋଉ ପାଇଁ? ମେନ୍ ପାଇଁ। ମୁଁ ମେନ୍ ପାଇଁ କେତେ ମାସର ଟାର୍ଗେଟ୍ ରଖିଛି? 3 ମନ୍ଥର ଟାର୍ଗେଟ୍ ରଖିଛେ। ଇନ୍ ଦ ସେନ୍ସ, ଡିସେମ୍ବର ମାସ ଶେଷ ଶେଷ ପର୍ଯ୍ୟନ୍ତ ଆମେ ଚେଷ୍ଟା କରିବା ସିଜିଏଲ ର କମ୍ପ୍ଲିଟ ମେନ୍ କୁ ସାରିବା। ତାହେଲେ ମେନ୍ ରେ କ'ଣ ରହୁଛି ସେ ବିଷୟରେ ବି ମୁଁ ଡିସ୍କସନ୍ କରିବି। ତ ଡିସେମ୍ବର ଲାଷ୍ଟ ବା ଜାନୁଆରୀରୁ ଆମେ ପର୍ଟିକୁଲାର ପ୍ରିଲିମ୍ ପାଇଁ ଆରମ୍ଭ କରିବା। ଆର ବେନିଫିଟ୍ କ'ଣ ହବ ନା, ମେନ୍ ର ନୋଟ୍ ଆମ ପାଖରେ ପୁରା କମ୍ପ୍ଲିଟ୍ ହେଇ ରହିଗଲା। ତ ପ୍ରିଲିମ୍ ପାଇଁ ସଫିସିଏଣ୍ଟ ଟାଇମ୍ ଥାଏ। ତ ନୋଟିସ୍ ବାହାରିବାର ଏକ୍ସାମ୍ ହବା ଭିତରେ 4 ରୁ 5 ମାସର ଟାଇମ୍ ଥାଏ। ବଟ୍ ପ୍ରିଲିମ୍ ପରେ ପରେ 3 ମାସ ଭିତରେ ମେନ୍ ହେଇଯାଏ, ଯୋଉଥିପାଇଁ ଗୋଟେ ପିଲା ସେତିକି ଏଫର୍ଟ ଦେଇପାରେ ନା ଯେତିକି ଦବା କଥା। ତାହେଲେ ଆଜିଠାରୁ ଆମେ କାହାକୁ ଷ୍ଟାର୍ଟ କରିବା ନା ମେନ୍ କୁ ଷ୍ଟାର୍ଟ କରିବା। ଆଉ ମନେ ରଖ, ମାଇଣ୍ଡରେ କେବେ ବି କ୍ୱେଶ୍ଚିନ୍ ଆଣିବନି ଯେ କେବେ ମାନେ ପୋଷ୍ଟ ଆସିବ, କେତେ ପୋଷ୍ଟ ଆସିବ, ଯାହା ବି ହଉ। ମନେ ରଖ, ମାଇଣ୍ଡରେ ଗୋଟେ ଜିନିଷ ରଖିବା, ଆମେ ଏ ବର୍ଷ ସିଜିଏଲ କ୍ଲିୟର କରିବା। ଆଉ ଗୋଟେ କହିଥିଲି, ଯୋଉମାନେ ଓଏସ୍ ପାଇଁ ପ୍ରିପାରେସନ୍ କରୁଛ, ତମ ପାଇଁ ସିଜିଏଲ 90% ସହଜ ହେଇଯିବ। କାହିଁକି ନା ଓଏସ୍ ପାଇଁ ଯେ ପ୍ରିପାରେସନ୍ କରିବ, ମେନ୍ ପେପର ତା ପାଇଁ ବହୁତ ଇଜି ହେଇଯିବ। କାହିଁକି ନା তুমি ଲକ୍ଷ୍ୟ କରିଥିବ, ଯୋଉମାନେ ଗତ ବର୍ଷ ସିଜିଏଲ ପାଇଥିଲେ ସେମାନେ ଏ ବର୍ଷ ଓଏସ୍ ପାଇଛନ୍ତି। আর অর্থ নুহে সিজিএল পাইবা সকাশে ওএস পাইলে নাই, সো ওএস ପାଇଁ প্রিপারেসন হଉଥିଲେ, সো দ্যাট ସେ সিজিএল ପାଇବା ସହଜ ହେଇଗଲା। ସେଥିପାଇଁ ଆମେ କହିବା, ଆମେ ଏଇ ଯୋଉ ମୁଁ ଏଇ ମେନ୍ ବ୍ୟାଚ୍ ତୁମମାନଙ୍କୁ ଯୋଉ ପଢେଇବି, ଓଏସ୍ ଲେବୁଲରେ ପଢେଇବି। ତୁମେ କହିବନି ଯେ ଏତେ ଟପ୍ କାହିଁ ପଢଉଛନ୍ତି, କୋଶ୍ଚିନ୍ ଆସେ କି ନାହିଁ। ନା, ଆମେ ଗୋଟିଏ ମାଇଣ୍ଡ ସେଟ୍ କରିବା ଯେ ଆମକୁ ଏ ଟପ୍ ଲେବୁଲ ପଢିବାକୁ ପଡିବ, ପୁରା ଓଏସ୍ ପ୍ୟାଟର୍ନରୁ ପଢିବାକୁ ପଡିବ। ଯେ ବର୍ତ୍ତମାନ ମୁଁ ତୁମମାନଙ୍କ ସହିତ ଡିସ୍କସନ୍ କରିବି ପୂର୍ବ ବର୍ଷର କୋଶ୍ଚିନ୍ ପେପର ଆଉ ସିଲାବସ୍। ଆଚ୍ଛା, ମୁଁ ତୁମମାନଙ୍କୁ ଦେଖଉଛି ମାନେ ସିଲାବସଟା ଦେଖଉଛି। ଆଚ୍ଛା, এই ପିଡିଏଫଟା ଅଲରେଡି ମୁଁ ତୁମମାନଙ୍କୁ ଦେଇଥିଲି। ମେନ୍ ର ଦେଖଉଛି ତୁମମାନଙ୍କୁ ସିଲାବସ୍। ମନେ ରଖ, ମେନ୍ ରେ ଦୁଇଟି ପେପର ଥାଏ, ପେପର 2, ପେପର 1, ଦୁଇଟା ପେପର ଥାଏ। ପେପର 1 କହିଲେ କାହାକୁ ବୁଝିବ? ଇଂଲିଶ ଆଉ ଓଡ଼ିଆ। କେତେ ମାର୍କ ରହୁଛି? 100 ମାର୍କ। ଇଏ କୋଉ ଟାଇପର କ୍ୱେଶ୍ଚିନ୍ ଆସେ? ଦିଟା ଭେରାଇଣ୍ଟରେ କ୍ୱେଶ୍ଚିନ୍ ଆସେ। ଗୋଟେ ଆସେ ପ୍ୟାସେଜ, ଆଉ ଗୋଟେ ଆସେ ଗ୍ରାମାର। ଦିଟାକୁ ମିଶିକି ଆସେ 50 ମାର୍କ, 50 ମାର୍କ। ଯଦି ଜେନେରାଲ ଷ୍ଟଡି କଥା କହିବି, ଯେମିତି ଓଏସ୍ ର ପ୍ରିଲିମ୍ ଇକ୍ୱାଲ ଟୁ ସିଜିଏଲ ର ମେନ୍। ମନେ ରଖିବ, ଓଏସ୍ ର ପ୍ରିଲିମ୍ ଇଜ ଇକ୍ୱାଲ ଟୁ ସିଜିଏଲ ର ମେନ୍। এই কনসেপ্টটাକୁ ମାଇଣ୍ଡରେ ରଖିଥିବ। ଓଏସ୍ ର ପ୍ରିଲିମ୍ ଯାହା, ସିଜିଏଲ ର ମେନ୍ ହଉଛି ସେ। ତା ଅର୍ଥ ଆମେ ଆକୁ ଓଏସ୍ ଲେବୁଲରେ ପ୍ରିପାରେସନ୍ କରିବା ବା ଓଏସ୍ ପ୍ରିଲିମ୍ ଲେବୁଲରେ ପ୍ରିପାରେସନ୍ କରିବା। ଆଉ ଭେରି ଟୁ ଦ ପଏଣ୍ଟରେ ଡିସ୍କସନ୍ କରିବା। ଆଉ ଏଥିରେ ସାଧାରଣତଃ ଜେନେରାଲ ଷ୍ଟଡି କହିଲେ ଆମେ କାହାକୁ ବୁଝିବା? ଏଇଠି ମୁଁ ତମମାନଙ୍କୁ ଏ ପିଡିଏଫଟା ବି ଦେଇଦେବି। ଜେନେରାଲ ଷ୍ଟଡି କହିଲେ ତୁମେ ସାଧାରଣତଃ ଗୋଟେ एनवायरमेंट, करंट अफेयर, इंडियन हिस्ट्री, पॉलिटी, स्पोर्ट्स एंड आर्ट कल्चर, इंडियन ज्योग्राफी, इकोनॉमी, ओडिशा ऊपर ए सब टॉपिक ऊपर तुमनकर मेन रास्ता। तो मु तुमनको वर्तमान पूर्व वर्ष क्वेश्चन देखौछि। जो माने ओएस ପାଇଁ प्रिपेयर होतलो, तुमे एउठु कहबो एक्चुअली तुम ପାଇଁ सीजीएल पाइबाटा केते दूर सहज ହେଇଯିବ। ଆଉ ଯୋଉମାନେ ପ୍ରିପେୟାର ହଉଛ ସିଜିଏଲ ପାଇଁ, ଆଉ ମୁଁ ଏତିକି ସିଓର କହୁଛି, ତମକୁ ମୁଁ ଓଏସ୍ ଲେବୁଲରେ ପଢେଇବି, ଓଏସ୍ ପ୍ରିଲିମ୍ ଲେବୁଲରେ ପଢେଇବି, ଯୋଉଟା କି ତମକୁ ଥରେକରେ ସିଜିଏଲ ବଜେଇବ, ଏଟା ମୋର ଗ୍ୟାରେଣ୍ଟି। আচ্ছা দেখো, ইয়ে হচ্ছে সেপারেট যে ইন্ডিয়া এন্ড ওয়ার্ল্ড জিওগ্রাফি। ইন্ডিয়া এন্ড ওয়ার্ল্ড জিওগ্রাফি তুমি দেখিপারিব
ओके जोटा कि आमे पढ़ुथिले कोउथिले ना मेन प्री प्री ପାଇଁ जो प्रिपरेशन କରୁଥିଲେ ये सेही क्वेश्चन होची कोन तुम हाईएस्ट पीक ऑफ ईस्टर्न घाट जोटा कि हिमालय रो पार्ट आमे सब पढ़ुଥିଲେ ओके ओके जोटा कि जहां भी सब हमर थिला प्रिलिम रे डिटो सेही जिंस होची कोउथिले ना इथे तुमको होची अच्छा तुम देखि परबो आउ गोटे जिंस तुमको देखुची बहुत इंटरेस्टिंग जिंस सुची पॉलिटी गोटे पिला ओके गोटे सेकंड इंडियन कॉन्स्टिट्यूशन आर्टिकल 19 विषय पचार ओके जोटा कि आम जहाँ सब पढ़ीचे आर्टिकल 51A रहा जोटा कि फंडामेंटल ड्यूटी विषय पचार राइट टू प्रॉपर्टी विषय पचार जोटा आम सब मान सबुतक पढ़ी कौटी ना प्रिलिम पढ़ी डिटो से फॉर्मेट क्वेश्चन देखो इतने किसी ना जोटा कि तुमको सहज हो क्लीयर करने सहज हो क्लीयर करने ताहले गोटे पिला को मेन रे केते रखियार अछि कारण मेन रे पेपर 1 रे रहउछि 100 मार्क पेपर 2 रे रहउछि 100 मार्क तो टोटल होछि केते मार्क 200 मार्क अच्छा साउंड क्लियर अछि यस नो हो कि ना साउंड क्लियर अछि ओके थैंक यू देखो तो एठी 200 मार्क अछि गोटे पिला को मिनिमम 150 रो टार्गेट नबा काहे कि हमें 150 कथा कहूचे कट ऑफ डेफिनेटली कम छिबो किंतु एक्चुअली सिजिल रे सब पोस्ट वाइज मध्ये कट ऑफ डिक्लेयर हुए धर कर तुमे जीएसटी ऑफिसर होचो किबा को पोस्ट रे रहया को चाहछो ए पोस्ट रो दरकार तबे तुमको भलो स्कोर करिया पड़िबो तो सेति पई हमें केवल सिजिल पाइयानी सिजिल रो भलो पोस्ट पाइबा तले 150 मार्क रो टार्गेट रखिबा 150 मार्क रु मु तुमको कहूची ग्यारंटी सहित मु तुमको एभली जीएस पढ़ेबी तबे कारण इथे तुमको बुला भंगा क्वेश्चन नहीं पूरा स्ट्रेट फॉरवर्ड क्वेश्चन आसे 100 रु 80 मार्क भलिया जीएस टार्गेट नबे काहे कि ना जीएस टा माने सहज सहज कहबे नहीं डिफिकल्ट किंतु हम ओएस लेवल रे पढ़िले हम पे से सहज जाइछो 80 भलिया टार्गेट रखिबा आउ 70 भलिया टार्गेट रखिबा काहको ना पेपर 1 को 70 माने कोन ना इंग्लिश रे ମାନେ 50 ମାର୍କରୁ 30 ମାର୍କ ଯୋଉଟା ବି ଏଇଭଳି ରଖିବା ଆଉ ଓଡ଼ିଆରେ 50ରୁ 40 ଭଳିଆ ଟାର୍ଗେଟ ରଖିବା ଓଡ଼ିଆରେ 50ରୁ 40 ଭଳିଆ ଟାର୍ଗେଟ ରଖିବା ଯଦି ଏତିକି ଜିନିଷ ଆମେ କରୁଛେ ଯଦି ଆମେ ଏତିକି ଜିନିଷ କରୁଛେ 150 ଭଳିଆ ସ୍କୋର ରହୁଛେ ତାହେଲେ ସବୁଠାରୁ ଇମ୍ପୋର୍ଟାଣ୍ଟ ଆମ ପାଇଁ ପଳେଇ ଆଉଛି କିଏ ସେ ନା ଜିଏସ୍ ପେପର ସବୁଠାରୁ ଇମ୍ପୋର୍ଟାଣ୍ଟ ପଳେଇ ଆଉଛି ଜିଏସ୍ ପେପର नो डाउट କିଛି କିଛି ପିଲାଙ୍କର ଇଂଲିଶ ଭୁଲ ହେଇଯାଏ ବିକଜ ଅଫ ଗ୍ରାମାଟିକାଲ ଜିନିଷ ସକାଶେ ଓକେ अच्छा साउंड इनक्रीज ପାଇଁ ଏ ଜିନିଷ ଲଗା ହେଇଛି ତ ମୋର କହିବା କଥା ଆଇ ଥିଙ୍କ ତୁମ ସାଇଡରେ ଯଦି କିଛି ପ୍ରୋବ୍ଲେମ ଥିବ ଆଚ୍ଛା ଅନ୍ୟମାନଙ୍କୁ ସାଉଣ୍ଡ କ୍ଲିୟର ଅଛି ତ ଆଇ ଥିଙ୍କ ବୋଧେ ତୁମ ସାଇଡରୁ କିଛି ଅଛି ଟିକେ ଟ୍ରାଏ କର ଓକେ ଥ୍ୟାଙ୍କ ୟୁ ଓକେ ତାହେଲେ ଏଇଭଳି ଆମେ ଟାର୍ଗେଟ ନେଇକିରି ମୋର କହିବା କଥା ଯେ ଆମର ପ୍ଲାନିଂଟା କ୍ଲିୟର ହେଲା କାହିଁକି ନା ଆମେ ଯଦି ପ୍ଲାନିଂକୁ ନ ବୁଝିପାରିବା ଆମେ ଏକ୍ଜିକ୍ୟୁଟିଭ ମଧ୍ୟ ଠିକ ସେ କରିପାରିବା ନାହିଁ କାରଣ ସବୁଠାରୁ ଇମ୍ପୋର୍ଟାଣ୍ଟ ହେଉଛି ପ୍ଲାନିଂ ସବୁଠାରୁ ଇମ୍ପୋର୍ଟାଣ୍ଟ ହେଉଛି ପ୍ଲାନିଂ ଏବେ ସବୁ ପିଲା ମାନେ ଯେହେତୁ ପୋଷ୍ଟ ଆସିନି ସମସ୍ତେ ଭାବୁଥିବେ ଯେ ପୋଷ୍ଟ ଆସିଲେ ପଢିବା କିନ୍ତୁ ତୁମକୁ ମୁଁ କହୁଛି ପୋଷ୍ଟ ଆସି ପିଲା ପଢିବା ପୂର୍ବରୁ ତମେ ଯେମିତି ମେନ୍ ର ସିଲାବସ୍ ସାରିଥିବ ଯୋଉମାନେ ରାପିଡ ଫାୟାର ବ୍ୟାଚ୍ ରେ ଜଏନ୍ କରିଛ ଆଦିତ୍ୟ ଏକାଡେମୀ ଆପ୍ଲିକେସନ ର 199 ବ୍ୟାଚ୍ ରେ ଏଠି ଆନାଉନ୍ସମେଣ୍ଟ ଅଛି ଆନାଉନ୍ସମେଣ୍ଟ ରେ ହ୍ୱାଟ୍ସଆପ୍ ଗ୍ରୁପ ମଧ୍ୟ ଅଛି ଏ ଗ୍ରୁପ ଥ୍ରୁରେ ତୁମେ ଜଏନ୍ କରିବ ଆଉ ଏଥିରେ ଲାଇଭ୍ କ୍ଲାସ୍ ତୁମମାନଙ୍କୁ ଦିଆଯିବ ଅଲରେଡି ବହୁତ ସାରା କ୍ଲାସ୍ ଅଛି କିନ୍ତୁ ସେଟା ପ୍ରିଲିମ୍ ଓରିଏଣ୍ଟେଡ୍ କ୍ଲାସ୍ ଥିଲା କିନ୍ତୁ जोटा कि आज आसंता काली मु तुम स्टार्ट करी ओके स्टार्ट करी पर्टिकुलर मेन आ मन रख ये गोटे जिन कहूँ चाहूँगी पर्टिकुलर से पिला माने जो मैंने ओएस को टार्गेट रखीच तुम्हें प्लान बी हिसाब से सीजीएल को नब कहीं सीजीएल इज इक्विवेलेंट 100% कहबानी कि से टाइप रो जॉब गोटे सीजीएल गोटे लेवल रो जॉब कारण सीजीएल ग्रुप बी ओएस रे भी बहुत सारा पोस्ट अच्छी ग्रुप बी रो ओके तो से तुमको ए लेवल रे पढ़ार अच्छी आ मन को बोले 2026 मसीहा आम शेष वर्ष हम जो आम भाविबा जे एई वर्ष हमको जॉब करिवार अछि किए कौन खला कौन नाही एक्स वाई जेड किछि मतलब नाही हमर गोटे मतलब होछि आम पढ़िबा ए वर्ष आम जॉब करिबा हां एठी गोटे क्वेश्चन पचारछि सबुठर बेस्ट टाइमिंग मु तमान कोर्स कारण नुवा गोटे टाइमिंग करिबा से हिसाब आम एवरीडे कंटिन्यू करिबा इवनिंग 5टा समस्त को सुइटेबल हो ओनली सीजीएल बैच में इवनिंग 5टा समस्त को सुइटेबल हो हाँ कि ना इवनिंग 5टा सुइटेबल हो ना 10टा 30 10टा 30 पीएम सीजीएल हाँ 10टा 30 पीएम ना 5टा पीएम देखो
ଆଚ୍ଛା ମୁଁ କାହିଁକି କହୁଛି କାରଣ ଆମର ବେଶୀ ଇମ୍ପୋର୍ଟାଣ୍ଟ ମୁଁ ଏଥିପାଇଁ ଦଉଛି ମାନେ 5ଟା ବେଳକୁ ଯେହେତୁ ଶୀତ ଦିନ ଆସିଯାଉଛି କାରଣ ଆମ ଟାର୍ଗେଟ ଡିସେମ୍ବରକୁ ରଖିଛେ ରାତି 10ଟା 30ରେ ପ୍ରାୟତଃ ତୁମେ କ୍ଲାସ୍ କରିପାର ବା ନ କରିପାର ବଟ୍ ଦିନ ଛୋଟ ହେଇଯାଉଛି 5ଟା ବେଳକୁ ଏଥର ରାତି ହେଇଯିବ ତୁମକୁ ଜଣା ହିଁ ପଡିବନି ତମେ 5ଟା ବେଳକୁ ହଁ ହଁ ତ ଆମେ 5ଟା ବେଳକୁ ରଖିବା ଏ ସମସ୍ତ କ୍ଲାସର ରେକର୍ଡିଂ ବି ତୁମମାନଙ୍କୁ ଦିଆଯିବ ସବୁ କିଛି ଦିଆଯିବ ତ ଏଇ 5ଟା ବେଳର କ୍ଲାସ ରହିବ ଆମେ 1 ଆୱାରର କ୍ଲାସ ରଖିବା ଏଇ 1 ଆୱାରର କ୍ଲାସଟା ତୁମେ ପରଫେକ୍ଟ ରହିବ ସିଜିଏଲ ମେନ୍ ପାଇଁ ପୁରା ଟାର୍ଗେଟ ନବା ହଁ ତୁମକୁ ଆଉ ଗୋଟେ ଜିନିଷ କହୁଛି ଯୋଉ ଓଡ଼ିଆ କ୍ଲାସଟା ଆମ ଯୋଉ ଓଡ଼ିଆ କ୍ଲାସ କିଛି କଣ୍ଟିନ୍ୟୁ ଥିଲା ଆଉ ଗୋଟେ ବନ୍ଦ ଥିଲା ତା ମଧ୍ୟ ଆସନ୍ତା କାଲିଠାରୁ କଣ୍ଟିନ୍ୟୁ ହଉଛି କିନ୍ତୁ ଓଡ଼ିଆ କ୍ଲାସଟା ରେକର୍ଡିଂ ଫର୍ମାଟରେ ଦିଆଯିବ ଆଉ ଇଂଲିଶଟା ମୁଁ ତୁମମାନଙ୍କର ପଢେଇବି ଇଂଲିଶଟା ମୁଁ ତୁମମାନଙ୍କର ପଢେଇବି ଓକେ ଏଇ ହିସାବରେ ଆମର ଟାର୍ଗେଟ ରହିଲା ଆଉ ଯୋଉଟା କି କାଲିଠାରୁ ଷ୍ଟାର୍ଟ ହବ ଓକେ ଆଉ ଯାହା ଯାହା ଡାଉଟ୍ ଅଛି ମୋତେ ଡାଇରେକ୍ଟ ମେସେଜ କରିପାରିବ 9937953590ରେ କିମ୍ବା ଯଦି ଇମର୍ଜେନ୍ସି ଅଛି କଲ୍ ବି ମଧ୍ୟ କରିପାରିବେ ଓକେ ତ ଆସନ୍ତା କାଲିଠାରୁ ଆଉ କେହି ଲେଟ୍ କରିବନି କାଲିଠାରୁ ଆମେ ପୁରା ପ୍ରପର ୱେରେ ଆମେ ଷ୍ଟାର୍ଟ କରିଦେବା ଓକେ ତ ଥ୍ୟାଙ୍କ ୟୁ ଷ୍ଟୁଡେଣ୍ଟ